Hello student, welcome back to my Tanushree tutorial. +3 second semester MDC Philosophic Vedic Culture Unit 1 long question selection long question ବୈଦିକ ସଂସ୍କୃତିର ଉତ୍ପତ୍ତି ଓ ବିକାଶ ବିଷୟରେ ଆଲୋଚନା କର। ବୈଦିକ ସଂସ୍କୃତିର ଉତ୍ପତ୍ତି ଓ ବିକାଶ। ଉତ୍ପତ୍ତି ବୈଦିକ ସଂସ୍କୃତିର ଆରମ୍ଭ ଖ୍ରୀଷ୍ଟପୂର୍ବ 1500ରୁ 600 ମଧ୍ୟରେ ଭାରତ ମହାଦ୍ୱୀପରେ ଆର୍ଯ୍ୟମାନଙ୍କ ଆଗମନ ସହ ହୋଇଥିବା ବିଶ୍ୱାସ କରାଯାଏ। ଏହି ସଂସ୍କୃତିର ମୂଳ ଆଧାର ହେଉଛି ବେଦ, ଯାହା ଧାର୍ମିକ ବୈଦିକ ଗୀତ, ମନ୍ତ୍ର ଓ ଦାର୍ଶନିକ ଚିନ୍ତନର ସଂଗ୍ରହ। ବୈଦିକ ସମୟରେ ମୁଖ୍ୟତଃ ଋଗ୍ବେଦ, ସାମବେଦ, ଯଜୁର୍ବେଦ ଓ ଅଥର୍ବବେଦ ରଚିତ ହୋଇଥିଲା। ବିକାଶ ବୈଦିକ ସଂସ୍କୃତି ଦୁଇ ଅବଧିରେ ବିଭକ୍ତ। ପୂର୍ବ ବୈଦିକ ଅବଧି ଋଗ୍ବେଦିକ ପିରିୟଡ଼। ଏହି ଅବଧିରେ ଗୋପାଳନ, ଯଜ୍ଞ, ଦେବତା ପୂଜା ଓ ପ୍ରାକୃତିକ ଶକ୍ତିଙ୍କୁ ଗୁରୁତ୍ୱ ଦିଆଯାଉଥିଲା। ଦେବତାମାନେ ଇନ୍ଦ୍ର, ଅଗ୍ନି, ବରୁଣ, ସୂର୍ଯ୍ୟ ଆଦି ପୂଜିତ ହୋଇଥିଲେ। ପରବର୍ତ୍ତୀ ବୈଦିକ ଅବଧି ଲେଟର ବେଦିକ ପିରିୟଡ଼। ଏହି ଅବଧିରେ ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ ରଚିତ ହୋଇଥିଲା। ବର୍ଣ୍ଣ ବ୍ୟବସ୍ଥା ଗଢ଼ି ଉଠିଲା। ଶିକ୍ଷା ଓ ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦିଆଯାଉଥିଲା। ଦାର୍ଶନିକ ଚିନ୍ତନ ଅଧିକ ଗଭୀର ହେଲା। ଆତ୍ମା, ବ୍ରହ୍ମ, ମୋକ୍ଷ ଆଦି ଧାରଣା ଉଦ୍ଭବ ହେଲା। ସାମାଜିକ ଓ ଧାର୍ମିକ ପ୍ରଭାବ ବୈଦିକ ସଂସ୍କୃତି ଭାରତୀୟ ଧର୍ମ, ଦାର୍ଶନିକ ଚିନ୍ତନ, ନୈତିକ ଶିକ୍ଷା ଓ ସାମାଜିକ ବ୍ୟବସ୍ଥାର ଆଧାର ରୂପେ ବିକାଶ ପାଇଛି। ଏହି ସଂସ୍କୃତି ଆଜି ମଧ୍ୟ ହିନ୍ଦୁ ଧର୍ମର ମୂଳ ଆଧାର ଭାବେ ବିବେଚିତ। କ୍ୱେଶ୍ଚନ୍ ନମ୍ବର 2 ବୈଦିକ ସଂସ୍କୃତିର ମୂଳ ଲକ୍ଷଣ ଗୁଡ଼ିକ କ'ଣ? ବୈଦିକ ସଂସ୍କୃତିର ମୂଳ ଲକ୍ଷଣ। ବେଦ ଆଧାରିତ ଜ୍ଞାନ ବୈଦିକ ସଂସ୍କୃତି ବେଦ ଗ୍ରନ୍ଥ ଉପରେ ଆଧାରିତ, ଯାହା ଶ୍ରୁତି ଓ ରୂପେ ପ୍ରଚଳିତ ଓ ଅପୌରୁଷେୟ ବୋଲି ମନାଯାଏ। ଦେବତା ପୂଜା ଓ ପ୍ରାକୃତିକ ଶକ୍ତିର ଗୁରୁତ୍ୱ ଇନ୍ଦ୍ର, ଅଗ୍ନି, ବରୁଣ, ସୂର୍ଯ୍ୟ ଆଦି ଦେବତାଙ୍କୁ ଯଜ୍ଞ ମାଧ୍ୟମରେ ପୂଜା କରାଯାଏ। ଯଜ୍ଞ ଓ କର୍ମକାଣ୍ଡ ପ୍ରଥା ବୈଦିକ ଧର୍ମରେ ଯଜ୍ଞ ଏକ ମୁଖ୍ୟ ଧାର୍ମିକ କାର୍ଯ୍ୟ, ଯାହାଦ୍ୱାରା ଦେବତାଙ୍କୁ ଆନନ୍ଦିତ କରାଯାଏ। ବର୍ଣ୍ଣ ବ୍ୟବସ୍ଥା ସମାଜକୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଭାବେ ବିଭକ୍ତ କରାଯାଇଥିଲା, ଯାହା କର୍ମ ଓ ଗୁଣ ଆଧାରିତ। ନାରୀ ସମ୍ମାନ ଓ ଶିକ୍ଷା ବୈଦିକ ସମୟରେ ନାରୀମାନେ ବେଦ ଅଧ୍ୟୟନ କରୁଥିଲେ। ଗାର୍ଗୀ, ମୈତ୍ରେୟ ଭଳି ଋଷିକାୟମାନେ ଦାର୍ଶନିକ ଚିନ୍ତନରେ ଅଂଶ ନେଇଥିଲେ। ଆତ୍ମା ଓ ବ୍ରହ୍ମ ଧାରଣା ବୈଦିକ ଦାର୍ଶନିକତାର ମୂଳ ହେଉଛି ଆତ୍ମା ଓ ବ୍ରହ୍ମ ଉପରେ ଚିନ୍ତନ, ଯାହା ଉପନିଷଦ ମାଧ୍ୟମରେ ବିକାଶ ପାଇଛି। ନୈତିକ ମୂଲ୍ୟବୋଧ ଧର୍ମ, ଅର୍ଥ, କାମ, ମୋକ୍ଷ ରୂପେ ଚାରି ପୁରୁଷାର୍ଥ ବୈଦିକ ଜୀବନ ଶୈଳୀର ଆଧାର। ମୌଖିକ ପାରମ୍ପରିକତା ବେଦ ଓ ମନ୍ତ୍ରଗୁଡ଼ିକ ମୁଖେ ରୂପେ ପ୍ରସାରିତ ହୋଇଥିଲେ, ଯାହାକୁ ଶ୍ରୁତି ବୋଲି କୁହାଯାଏ। ଶାସ୍ତ୍ର ଓ ଗ୍ରନ୍ଥ ବିଭାଗ ବେଦ ସହ ବ୍ରାହ୍ମଣ, ଆରଣ୍ୟକ, ଉପନିଷଦ, ବେଦାଙ୍ଗ ଓ ଉପବେଦ ମଧ୍ୟ ବୈଦିକ ସଂସ୍କୃତିର ଅଂଶ। କ୍ୱେଶ୍ଚନ୍ ନମ୍ବର 3 ବୈଦିକ ସଂସ୍କୃତିର ଧାର୍ମିକ ଓ ଦାର୍ଶନିକ ଆଧାର ବିଷୟରେ ଲେଖ। ଧାର୍ମିକ ଆଧାର ବେଦ ଗ୍ରନ୍ଥ ଆଧାରିତ ଧର୍ମ ବୈଦିକ ସଂସ୍କୃତିରେ ଧାର୍ମିକ ଆଧାର ବେଦ ଗ୍ରନ୍ଥମାନେ ଋଗ୍ବେଦ, ସାମବେଦ, ଯଜୁର୍ବେଦ ଓ ଅଥର୍ବବେଦ ଉପରେ ନିର୍ଭର କରେ। ବେଦମାନେ ଶ୍ରୁତି ରୂପରେ ପ୍ରଚଳିତ ଓ ଅପୌରୁଷେୟ ବୋଲି ମନା
ଯାନ୍ତି। ଦେବତା ପୂଜା ଓ ପ୍ରାକୃତିକ ଶକ୍ତି ବୈଦିକ ଧର୍ମରେ ଇନ୍ଦ୍ର, ଅଗ୍ନି, ବରୁଣ, ସୂର୍ଯ୍ୟ, ଉଷା ଆଦି ପ୍ରାକୃତିକ ଶକ୍ତି ଦେବତା ଭାବେ ପୂଜିତ। ଏହି ପୂଜା ଯଜ୍ଞ ମାଧ୍ୟମରେ ହୋଇଥିଲା। ଯଜ୍ଞ ଓ କର୍ମକାଣ୍ଡ ବୈଦିକ ଧର୍ମର ମୁଖ୍ୟ ଆଧାର ହେଉଛି ଯଜ୍ଞ, ଏକ ଧାର୍ମିକ କାର୍ଯ୍ୟ ଯାହା ଦେବତାଙ୍କୁ ଆନନ୍ଦିତ କରି ଲୋକମାନଙ୍କ ମଙ୍ଗଳ ନିମିତ୍ତ କରାଯାଏ। ବର୍ଣ୍ଣ ବ୍ୟବସ୍ଥା ବୈଦିକ ସମାଜରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଭାବେ ବର୍ଣ୍ଣ ବିଭାଗ ଥିଲା, ଯାହା କର୍ମ ଓ ଗୁଣ ଆଧାରିତ। ନୈତିକ ମୂଲ୍ୟବୋଧ ବୈଦିକ ଧର୍ମ ଅର୍ଥ, କର୍ମ, ମୋକ୍ଷ ରୂପେ ଚାରି ପୁରୁଷାର୍ଥକୁ ଗୁରୁତ୍ୱ ଦେଇଥାଏ। ଦାର୍ଶନିକ ଆଧାର ଉପନିଷଦ ଓ ଆତ୍ମା ବ୍ରହ୍ମ ଧାରଣା ବୈଦିକ ଦାର୍ଶନିକତାର ମୂଳ ହେଉଛି ଉପନିଷଦ ଚିନ୍ତନ, ଯେଉଁଥିରେ ଆତ୍ମା ଓ ବ୍ରହ୍ମ ଏକ ଅଦ୍ୱିତୀୟ ତତ୍ତ୍ୱ ଭାବେ ବିବେଚିତ। ଅହଂ ବ୍ରହ୍ମାସ୍ମି ଓ ତତ୍ତ୍ୱମସୀ ଭଳି ମହାକାବ୍ୟ ଏହାର ଉଦାହରଣ। ଦାର୍ଶନିକ ଶାଖାଗୁଡ଼ିକର ଉଦ୍ଭବ ବୈଦିକ ସଂସ୍କୃତିରେ ନ୍ୟାୟ, ବୈଶେଷିକ, ସାଂଖ୍ୟ, ଯୋଗ, ପୂର୍ବମୀମାଂସା, ଉତ୍ତରମୀମାଂସା, ବେଦାନ୍ତ ଭଳି ଷଡ଼୍ ଦର୍ଶନ ଉଦ୍ଭବ ହୋଇଥିଲା। ଜୀବନ ଦୃଷ୍ଟିକୋଣ ବୈଦିକ ଦାର୍ଶନିକତା ଜୀବନକୁ ଚାରି ଆଶ୍ରମରେ ବିଭକ୍ତ କରିଥିଲା: ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ। ଏହା ଜୀବନର ଉନ୍ନତି ଓ ମୋକ୍ଷ ପାଇଁ ଏକ ମାର୍ଗ ଦେଇଥିଲା। ଦାର୍ଶନିକ ମୂଲ୍ୟବୋଧ ବୈଦିକ ଚିନ୍ତନ ମୂଳତଃ ଅନ୍ତଃଦୃଷ୍ଟି, ଆତ୍ମଜ୍ଞାନ ଓ ବ୍ରହ୍ମ ସାକ୍ଷାତ୍କାର ଉପରେ ଗୁରୁତ୍ୱ ଦେଇଥିଲା। କ୍ୱେଶ୍ଚନ୍ ନମ୍ବର 4 ବୈଦିକ ସଂସ୍କୃତିର ଅନ୍ତର୍ଗତ ଜୀବନଶୈଳୀ ଓ ମୂଲ୍ୟବୋଧ ବିଷୟରେ ଆଲୋଚନା କର। ଜୀବନଶୈଳୀ ଆଶ୍ରମ ବ୍ୟବସ୍ଥା ବୈଦିକ ସମାଜ ଜୀବନକୁ ଚାରି ଆଶ୍ରମରେ ବିଭକ୍ତ କରିଥିଲା: ବ୍ରହ୍ମଚର୍ଯ୍ୟ, ଶିକ୍ଷା ଓ ନୈତିକ ଅନୁଶାସନ; ଗୃହସ୍ଥ, ପରିବାର ଓ ସମାଜ ଦାୟିତ୍ୱ; ବାନପ୍ରସ୍ଥ, ତ୍ୟାଗ ଓ ଧ୍ୟାନ; ସନ୍ନ୍ୟାସ, ମୋକ୍ଷ ଲକ୍ଷ୍ୟରେ ଜୀବନ। ସାଧାରଣତା ଓ ପ୍ରାକୃତିକ ଜୀବନ ବୈଦିକ ମନୁଷ୍ୟ ଗୋପାଳନ, କୃଷି, ହସ୍ତଶିଳ୍ପ ଓ ଯଜ୍ଞ ମାଧ୍ୟମରେ ଜୀବନ ଜୀବିକା ଚଳାଉଥିଲେ। ପ୍ରାକୃତିକ ଶକ୍ତିକୁ ଦେବତା ଭାବେ ଗ୍ରହଣ କରିଥିଲେ। ନାରୀ ସମ୍ମାନ ବୈଦିକ ସମୟରେ ନାରୀମାନେ ବେଦ ଅଧ୍ୟୟନ କରୁଥିଲେ। ଗାର୍ଗୀ, ମୈତ୍ରେୟୀ ଭଳି ଋଷିକାୟମାନେ ଦାର୍ଶନିକ ଚିନ୍ତନରେ ଅଂଶ ନେଇଥିଲେ। ସାମାଜିକ ଏକତା ଓ ଦାୟିତ୍ୱ ବୈଦିକ ସମାଜ ଗୁଣ ଓ କର୍ମ ଆଧାରିତ ବର୍ଣ୍ଣ ବ୍ୟବସ୍ଥା ମାନିଥିଲା, ଯାହା ସାମାଜିକ ଶୃଙ୍ଖଳା ଓ ଦାୟିତ୍ୱ ବିଭାଗକୁ ନିର୍ଦ୍ଦେଶ କରେ। ମୂଲ୍ୟବୋଧ ଚାରି ପୁରୁଷାର୍ଥ ବୈଦିକ ମୂଲ୍ୟବୋଧର ମୂଳ ହେଉଛି ଧର୍ମ, ନୈତିକ ଓ ଆଚାର ନୀତି; ଅର୍ଥ, ଅର୍ଥନୈତିକ ଉନ୍ନତି; କାମ, ଇଚ୍ଛା ଓ ଆନନ୍ଦ; ମୋକ୍ଷ, ଆତ୍ମାର ମୁକ୍ତି। ଆତ୍ମା ଓ ବ୍ରହ୍ମ ଧାରଣା ବୈଦିକ ଚିନ୍ତନରେ ଆତ୍ମା ଏକ ଅବିନାଶୀ ତତ୍ତ୍ୱ ଓ ବ୍ରହ୍ମ ସମସ୍ତ ଜଗତର ମୂଳ ଆଧାର ଭାବେ ବିବେଚିତ। ଯଜ୍ଞ ଓ ଦାନ ମୂଲ୍ୟ ଯଜ୍ଞ ମାଧ୍ୟମରେ ଦେବତାଙ୍କୁ ଆନନ୍ଦିତ କରିବା, ଦାନ ମାଧ୍ୟମରେ ସମାଜ ପ୍ରତି ଦାୟିତ୍ୱ ପାଳନ କରିବା ବୈଦିକ ମୂଲ୍ୟବୋଧର ଅଂଶ। ସତ୍ୟ, ଅହିଂସା ଓ ଶାନ୍ତି ବୈଦିକ ମୂଲ୍ୟବୋଧରେ ସତ୍ୟବାଦିତା, ଅହିଂସା ଓ ଶାନ୍ତିକୁ ଉଚ୍ଚ ମୂଲ୍ୟ ଭାବେ ଗ୍ରହଣ କରାଯାଇଛି। କ୍ୱେଶ୍ଚନ୍ ନମ୍ବର 5 ବୈଦିକ ସଂସ୍କୃତି ଓ ଆଧୁନିକ ସଂସ୍କୃତି ମଧ୍ୟରେ ତୁଳନା କର। ଧାର୍ମିକ ଆଧାର
ବୈଦିକ ସଂସ୍କୃତି ହେଉଛି ବେଦ ଗ୍ରନ୍ଥ ଉପରେ ଆଧାରିତ। ଆଧୁନିକ ସଂସ୍କୃତି ହେଉଛି ବିଭିନ୍ନ ଧର୍ମ ଅନ୍ତର୍ଗତ ଧାରଣା ଓ ବୈଶ୍ୱିକ ପ୍ରଭାବ। ଜୀବନଶୈଳୀ ସାଧାରଣ ପ୍ରାକୃତିକ ଯଜ୍ଞ ଓ ଆଶ୍ରମ ବ୍ୟବସ୍ଥା। ଉନ୍ନତ ତେଜ ଜୀବନ ଉପଭୋଗ ଓ ତନ୍ତ୍ର ନିର୍ଭର। ମୂଲ୍ୟବୋଧ ଧର୍ମ ଅର୍ଥ କାମ ମୋକ୍ଷ ରୂପେ ପୁରୁଷାର୍ଥ। ନିଜସ୍ୱ ମୂଲ୍ୟ ମାନବିକ ଅଧିକାର ଲିବରାଲିଜିମ୍। ଶିକ୍ଷା ଦୃଷ୍ଟିକୋଣ ଗୁରୁ ଶିଷ୍ୟ ପରମ୍ପରା ବେଦ ଅଧ୍ୟୟନ ବୈଜ୍ଞାନିକ ଶିକ୍ଷା ତନ୍ତ୍ର ଓ ତଥ୍ୟ ଆଧାରିତ। ସାମାଜିକ ଗଠନ ବର୍ଣ୍ଣ ବ୍ୟବସ୍ଥା ଓ କର୍ମ ଆଧାରିତ ଭୂମିକା। ସମତା ଲିଙ୍ଗ ଓ ଜନଜାତି ଅଧିକାର ଉପରେ ଗୁରୁତ୍ୱ। ନାରୀ ସ୍ଥାନ ମୈତ୍ରେୟୀ ଗାର୍ଗୀ ଭଳି ନାରୀ ଦାର୍ଶନିକ ଶିକ୍ଷା ରାଜନୀତି ଅର୍ଥନୀତିରେ ସମାନ ଅଂଶ। ଦାର୍ଶନିକ ଚିନ୍ତନ ଆତ୍ମା ବ୍ରହ୍ମ ମୋକ୍ଷ ଉପରେ ଗୁରୁତ୍ୱ। ବୈଜ୍ଞାନିକ ଚିନ୍ତନ ମାନବତାବାଦ ଆଧୁନିକ ଦର୍ଶନ। ସଂସ୍କୃତିର ଉଦ୍ଦେଶ୍ୟ ମୋକ୍ଷ ଲାଭ ଓ ଆତ୍ମଜ୍ଞାନ ବ୍ୟକ୍ତିଗତ ଉନ୍ନତି ଉପଭୋଗ ଓ ଗ୍ଲୋବାଲ ଅନୁକୂଳତା। ପରିବାର ଗଠନ ସଂଯୁକ୍ତ ପରିବାର ଓ ଗୁରୁତ୍ୱ ନୀତି ନିଜସ୍ୱତା ନ୍ୟୁକ୍ଲିୟର ପରିବାର ଓ ବ୍ୟକ୍ତିଗତ ମୂଲ୍ୟ।